ସୁରଭି 2025 ସିନିୟର ଗ୍ରୁପର ଏଲୋକେସନ ବା ବତ୍କୃତା ଟପିକଟି ହେଉଛି ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା। ଆମେ ଏହି ଭିଡିଓରେ ଆଲୋଚନା କରିବା। ତା ସହିତ ମୁଁ ଆପଣଙ୍କୁ କହି ରଖୁଛି ମୋ ଚ୍ୟାନେଲରେ ଆଗରୁ ଏସେ, ଡିବେଟ୍, କ୍ରିଏଟିଭ ରାଇଟିଂ ବା ସୃଜନଶୀଳ ଲିଖନର ଭିଡିଓ ଅପଲୋଡ ହେଇସାରିଛି। ତା ସହିତ 2024ରେ କୁଇଜର ଯାହା ଯାହା ବିଷୟ ଥିଲା ଏ ବର୍ଷ ମଧ୍ୟ ସେୟା ଅଛି। ମୋ ଚ୍ୟାନେଲରେ 2024ରେ ମୁଁ 12ଟି ପାର୍ଟରେ କୁଇଜ ଭିଡିଓ ଅପଲୋଡ କରିଥିଲି। ଆପଣ ଚାହିଁଲେ ସେଗୁଡ଼ିକ ମଧ୍ୟ ଦେଖିପାରିବେ, କାରଣ କୁଇଜ ପ୍ରଶ୍ନ ଗୁଡ଼ିକ ଚେଞ୍ଜ ହୁଏ ନାହିଁ। ଆର ବର୍ଷ ବି ଯାହା ଥିଲା ଏ ବର୍ଷ କଣ ଚେଞ୍ଜ ହେଇଯିବ? ଆମ ରାଜ୍ୟର ନାମ ଓଡ଼ିଶା କଣ ଚେଞ୍ଜ ହେଇଯିବ କି ନାହିଁ? ତେଣୁ ଆପଣ ସେଗୁଡ଼ିକ ମଧ୍ୟ ଦେଖିପାରିବେ। ସମ୍ମାନନୀୟ ବିଜ୍ଞ ବିଚାରକ ମଣ୍ଡଳୀ ତଥା ଏଠାରେ ଉପସ୍ଥିତ ଶ୍ରଦ୍ଧେୟ ଶିକ୍ଷକ ବୃନ୍ଦ, ଜ୍ଞାନୀଜନ ଏବଂ ମୋର ସହ ପ୍ରତିଯୋଗୀ ଭାଇ ଭଉଣୀମାନେ, ଆଜି ମୁଁ ଏହି ମଞ୍ଚରେ ଉପସ୍ଥିତ ହୋଇ ଆପଣମାନଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମୋର ମତାମତ ରଖିବାକୁ ଯାଉଛି। ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷାର ଭୂମିକା। ଆମର ରାଜ୍ୟ ଓଡ଼ିଶା, ଯାହାର ସମୃଦ୍ଧ ସଂସ୍କୃତି, ପ୍ରାକୃତିକ ସମ୍ପଦ ଏବଂ ମାନବ ସମ୍ବଳ ପାଇଁ ପ୍ରସିଦ୍ଧ, ତାକୁ ଏକ ସମୃଦ୍ଧ ରାଜ୍ୟ ରୂପେ ଗଢ଼ିବା ପାଇଁ ଆମକୁ ଏକ ଦକ୍ଷ ଏବଂ କୌଶଳଯୁକ୍ତ କର୍ମବଳର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ଓ ବୈଷୟିକ ଶିକ୍ଷା ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ପ୍ରଥମେ ଆସନ୍ତୁ ଜାଣିବା ଧନ୍ଦାମୂଳକ ଶିକ୍ଷା ଓ ବୈଷୟିକ ଶିକ୍ଷା କ'ଣ? ଧନ୍ଦାମୂଳକ ଶିକ୍ଷା ହେଉଛି ଏପରି ଶିକ୍ଷା ଯାହା ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ବ୍ୟବସାୟ ବା ଧନ୍ଦା ପାଇଁ କୌଶଳ ପ୍ରଦାନ କରେ, ଯେପରିକି କୃଷି, ପର୍ଯ୍ୟଟନ, ହସ୍ତଶିଳ୍ପ ଇତ୍ୟାଦି। ବୈଷୟିକ ଶିକ୍ଷା ପୁଣି ପ୍ରଯୁକ୍ତି ବିଦ୍ୟା ଉପରେ ଆଧାରିତ, ଯାହା ଯନ୍ତ୍ରପାତି, ଇଞ୍ଜିନିୟରିଂ, ଆଇଟି ଆଦି କ୍ଷେତ୍ରରେ ଦକ୍ଷତା ବଢ଼ାଇଥାଏ। ଏହି ଦୁଇଟି ଶିକ୍ଷା ପ୍ରଣାଳୀ ଆମର ଯୁବକମାନଙ୍କୁ କେବଳ ଡିଗ୍ରୀ ନୁହେଁ ବରଂ ବାସ୍ତବ କାର୍ଯ୍ୟକ୍ଷମତା ପ୍ରଦାନ କରି ରୋଜଗାର ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଓଡ଼ିଶାରେ ଏହି ଶିକ୍ଷାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ। ଆମ ରାଜ୍ୟରେ ପ୍ରାକୃତିକ ସମ୍ପଦ ଯଥେଷ୍ଟ ରହିଛି। ଖଣିଜ ସମ୍ପଦ, କୃଷି ଜମି, ସମୁଦ୍ର ତଟ ଏବଂ ଜଙ୍ଗଲ। କିନ୍ତୁ ଏହି ସମ୍ପଦ ଗୁଡ଼ିକର ଉପଯୁକ୍ତ ବ୍ୟବହାର ପାଇଁ ଦକ୍ଷ କର୍ମୀଙ୍କ ଆବଶ୍ୟକତା ରହିଛି। ଉଦାହରଣ ସ୍ୱରୂପ, ଆମର ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍କିଲ୍ଡ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଯୁବକମାନଙ୍କୁ ବୈଷୟିକ କୌଶଳ ପ୍ରଦାନ କରି ରୋଜଗାର ସୃଷ୍ଟି କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଯୁବକ ଉଦ୍ୟୋଗ କ୍ଷେତ୍ରରେ କାର୍ଯ୍ୟରତ ହୋଇ ରାଜ୍ୟର ଅର୍ଥନୀତିକୁ ମଜବୁତ କରୁଛନ୍ତି। ଦେଖନ୍ତୁ, ଆମର ଏଇଟା ଓଡ଼ିଆରେ ଟପିକ ରହୁଛି, ତେଣୁ ଆପଣ ଚେଷ୍ଟା କରିବେ ଯେତେ ଓଡ଼ିଆ ଶବ୍ଦ ବ୍ୟବହାର କରିବେ, ଇଂରାଜୀ ଶବ୍ଦ ବେଶୀ ବ୍ୟବହାର କରିବେ ନାହିଁ। ଏବଂ ଯୋଉଟା ଆମର ନିହାତି ଦରକାର, ଓଡ଼ିଆରେ କହିଲେ ଆମେ ତାକୁ ବୁଝିପାରିବା ନାହିଁ, ଇଂରାଜୀ ହିଁ ଦରକାର, ସେଠି ହିଁ ଆପଣ ଇଂରାଜୀ ବ୍ୟବହାର କରିବେ। ପୁଣି ଧନ୍ଦାମୂଳକ ଶିକ୍ଷା ଆମର ଗ୍ରାମାଞ୍ଚଳରେ ଉଦ୍ୟୋଗଶୀଳତା ବଢ଼ାଇବାରେ ସହାୟକ। ଉଦାହରଣ ସ୍ୱରୂପ, କୃଷି କ୍ଷେତ୍ରରେ ଆଧୁନିକ ବୈଷୟିକ ଶିକ୍ଷା ଦ୍ୱାରା କୃଷକମାନେ ଉନ୍ନତ କୌଶଳ ଶିଖି
ଉତ୍ପାଦନ ବଢ଼ାଇ ପାରିବେ, ଯାହା ରାଜ୍ୟର ଅର୍ଥନୈତିକ ବିକାଶରେ ଯୋଗଦାନ ଦେବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଆପଣ ଭିଡ଼ିଓଟିକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ, କାରଣ ଏହିପରି ଗୋଟିଏ ଭିଡ଼ିଓ ପ୍ରସ୍ତୁତ କରିବା ପାଇଁ ବହୁତ ପରିଶ୍ରମ କରୁଛି। ଆପଣମାନେ ଟିକେ ଯଦି ଲାଇକ୍ କରିଦେବେ ଆମ ମନ ଖୁସି ହେଇଯିବ। ଆମେ ତ ଅଲଗା କିଛି ଆପଣଙ୍କୁ ମାଗୁନାହୁଁ। ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଧନ୍ଦାମୂଳକ ଶିକ୍ଷା ଯୁବକମାନଙ୍କୁ ହୋଟେଲ ମ୍ୟାନେଜମେଣ୍ଟ, ଗାଇଡିଂ ଆଦି କୌଶଳ ଶିଖାଇ ନୂଆ ରୋଜଗାର ସୃଷ୍ଟି କରିବ। ଏହା କେବଳ ବେରୋଜଗାରୀ ହ୍ରାସ କରିବ ନାହିଁ, ବରଂ ରାଜ୍ୟର ଜିଡିପି ବଢ଼ାଇ ସମୃଦ୍ଧି ଆଣିବ। ଭାରତରେ ଧନ୍ଦାମୂଳକ ଶିକ୍ଷାର ବିକାଶ ଯୁବକମାନଙ୍କୁ ଉଦ୍ୟୋଗଶୀଳ କରିବାରେ ସହାୟକ ହୋଇଥାଏ ବୋଲି ଅନେକ ଅଧ୍ୟୟନରୁ ଜଣାପଡ଼ିଛି। କିନ୍ତୁ ଏହାର ସଫଳତା ପାଇଁ ଆମକୁ କିଛି ପଦକ୍ଷେପ ନେବାକୁ ପଡ଼ିବ। ସରକାର ଏବଂ ଶିକ୍ଷା ସଂସ୍ଥାନଗୁଡ଼ିକ ଏହି ଶିକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ସହ ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର ବା ଯେଉଁଟାକି ଆମେ ଟ୍ରେନିଂ ସେଣ୍ଟର କହୁଛେ ସ୍ଥାପନ କରିବା ଆବଶ୍ୟକ। ଆମେ ଶିକ୍ଷାର୍ଥୀମାନେ ମଧ୍ୟ ଏହି ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ଆମର କ୍ୟାରିୟର ଗଢ଼ିବା ସହ ରାଜ୍ୟର ବିକାଶରେ ଯୋଗଦାନ ଦେବା ଉଚିତ। ଶେଷରେ କହିବାକୁ ଚାହେଁ ଯେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ହେଉଛି ସମୃଦ୍ଧ ଓଡ଼ିଶାର ଚାବିକାଠି। ଏହାକୁ ଗ୍ରହଣ କରି ଆମେ ଏକ ସ୍ୱାବଲମ୍ବୀ ଏବଂ ଉନ୍ନତ ରାଜ୍ୟ ଗଢ଼ିବାରେ ସଫଳ ହେବୁ। ଧନ୍ୟବାଦ। ଜୟ ହିନ୍ଦ, ଜୟ ଓଡ଼ିଶା। ଏଠାରେ ଆମର ଭିଡ଼ିଓଟି ସରିଯାଇଛି। ଏଠି ମୁଁ କହିବାକୁ ଚାହୁଁଛି ଆମ ଚ୍ୟାନେଲରେ ଆଗରୁ ଏସେ ବା ପ୍ରବନ୍ଧ ଲିଖନ, କ୍ରିଏଟିଭ ରାଇଟିଂ ବା ସୃଜନଶୀଳ ଲିଖନ ଏବଂ ଡିବେଟ୍ ବା ବିତର୍କର ଭିଡ଼ିଓ ଗୁଡ଼ିକ ଅପଲୋଡ଼ ହୋଇସାରିଛି ସିନିୟର ଗ୍ରୁପର। ଆପଣଙ୍କର ଯଦି ସେଗୁଡ଼ିକ ଦରକାର ଆପଣ ଯାଇକି ତାକୁ ଦେଖିନିଅନ୍ତୁ। ତା ସହିତ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।